କଥା ହବାର କିଛି ନଥିଲା। ସେ ଜଣେ ମୋର ପରମ ହିତାକାଂକ୍ଷୀ ବହୁ ଦିନ ସମ୍ପର୍କ। ସେଇ ଦୃଷ୍ଟିରୁ ମୁଁ ତାଙ୍କୁ ଅଭିନନ୍ଦନ ଅର୍ପଣ କରିବା ପାଇଁ ଆସିଥିଲି, କାମ ଆଉ କିଛି ନଥିଲା। ଏବଂ ତମକୁ ବେଶୀ ଧନ୍ୟବାଦ ଦଉଛି ସାମ୍ବାଦିକ ବନ୍ଧୁମାନେ, ଯେଉଁମାନଙ୍କର ଏବେ ଖୋଲା ହେଇଗଲା ଆପଣମାନେ ମଝିରେ ଯୋଉ ବ୍ରେକ୍ ଥିଲା ଆଉ କି ବ୍ରେକ୍ ଦେବାର ନାହିଁ, ତେଣୁ ଆପଣ ମାନେ ଭଲ କାମ କରୁଛନ୍ତି। ତେଣୁ ମୁଁ ଆପଣଙ୍କୁ ସମର୍ଥନ ଏବେ ତ ଖୁବ ଭଲ ଭାବରେ ଭେଟିଲି, ଭଲ କଥାବାର୍ତ୍ତା ବି ହଲୁ। ଭେଟିବାଟା ବଡ କଥା ନୁହଁ, ଅତି ସହଜରେ ଆପଣ ଭେଟି ପାରିବେ। କିନ୍ତୁ ଆମେ ଜଣେ ମୁଖ୍ୟମନ୍ତ୍ରୀ ପାଇଲେ, ଆଦିବାସୀ ମୁଖ୍ୟମନ୍ତ୍ରୀ, ଯିଏ ଆପଣ ଚାହିଁଲେ ସବୁ ହେଇପାରିବେ, କିନ୍ତୁ ଗୋଟେ ଭଲ ମଣିଷଟିଏ ହେବା ଏବଂ ପାଇବା ସବୁଠୁ ଦୁର୍ଲଭ। ମୁଁ ସମ୍ମାନ ଦଉଥିଲି ବିଜୁ ବାବୁଙ୍କୁ, ଜାନକୀ ବାବୁ, ନବୀନ ବାବୁଙ୍କୁ। ତେଣୁ ଆକୁ ଟିକେ ସ୍ୱାଗତ ସମ୍ଭାଷଣ ଅର୍ପଣ କରିବା ପାଇଁ ଆସିଲା ବେଳେ ଦେଖିଲି ଯୋଉଭଳି ଭାବରେ ମତେ ଭଲ ପାଇବାର ଯୋଉ ମଣିଷକୁ ସେଟା କ୍ଷମତାକୁ ଆଉ ଟିକେ ଉପର ପାହାଚରେ ଚଢିଗଲେ ମଣିଷ ଭୁଲିଯାଏ। କିନ୍ତୁ ସେଭଳି ଲୋକ ନୁହେଁ, ମୁଁ ଆଗରୁ ଜାଣିଥିଲି। ନବୀନ ବାବୁଙ୍କୁ ହଁ ମୁଁ କହିଲି, ନବୀନ ବାବୁ ତ ହାରି ନାହାନ୍ତି। କାହା ବିରୁଦ୍ଧରେ କହିବାଟା ଭଲ ନୁହଁ। ଶୁଣନ୍ତୁ, ହାରିବା ଆଉ ଜିତିବା ଲାଗିଛି। ମୁଁ ସେ ଉଦ୍ଦେଶ୍ୟରେ କହିନଥିଲି, ଆପଣ ବୁଝିବା ଦରକାର। ପାଣ୍ଡିଆନ ବାବୁଙ୍କ ଯୋଗୁଁ ପ୍ରାୟ ବହୁତ ହେଇଯିବ, ମୋତେ ହତ୍ୟା କଲେ କଣ ପାଇଁ? ମୁଁ କହିଥିଲି ମୋ ପକେଟରେ ଟଙ୍କାଟିଏ ଅଛି, ମତେ କୋଟିଏ ଲୋକ ଜାଣିଛନ୍ତି। ତମ ପକେଟରେ କୋଟିଏ ଟଙ୍କା ଅଛି, କେହି ଜାଣିନାହାନ୍ତି, ମୁଁ କେବଳ ଜାଣିଛି ତମକୁ। କୋଉଟା ତମେ କରିବ? ତେଣୁ କାହା ବିରୁଦ୍ଧରେ କହିବା ଉଚିତ ନୁହେଁ। ତାଙ୍କ ଭାଗ୍ୟ ଥିଲି ବୋଲି ଖାଲି ପ୍ରଶଂସା କରୁଥିଲି। ଏବେ ଲୋକ ଯାହା ଚାହିଁଲେ ତାହା ହିଁ ହେଲା। ମୁଁ ଲୋକ ମତରେ କହିବେ ସମ୍ମାନ ଜଣେଇଲି ବୋଲି, ଏଟା ମୋର ଭୁଲ। ତେଣୁ ମତେ ଭଲ ଲାଗିଲା। କହିବେ କଣ, ସେ ଯୋଉ ଚିହ୍ନିଲେ, ଜଣେ ଜଣକୁ ଚିହ୍ନିବାଟା ହଉଛି ବଡ କଥା, କହିବାଟା କିଛି ବଡ କଥା ନୁହେଁ। ସେଇଟା ହିଁ ସମ୍ମାନ। ଜଣେ ମଣିଷକୁ ମଣିଷ ସମ୍ମାନ ଦବା, ଯୋଉ ତାଙ୍କ ପାଖେ ଯୋଉ ସାହସ ଟିକେ ଦେଖିଲି, ଭଲ କରିବେ, ଭଲ ହବ ଏଇ ଅର୍ଥରେ। ଆଉ ଯୋଉମାନେ ଚାଲିଗଲେ, ଭାବନ୍ତୁନି ବିଦାୟ ନେଇଗଲେ, ଚାଲିନାହାନ୍ତି, ବିଦାୟ ନେଇଗଲେ, ଆପଣ କହିପାରିବେ ରାତି ପାଇଲେ କଣ ହବ? ଆଜି କଥାଟା କହିଦେବେ। ତେଣୁ ସେଥିପାଇଁ ଗର୍ବ କରିବା କିଛି କାରଣ ନାହିଁ। ସିଂହାସନକୁ ଆସିଲା ମାତ୍ରେ ଯୋଉ ସ୍ଥିତାବସ୍ଥାରେ ମଣିଷ ଥାଏ, ବହୁ ଓଲଟ ପାଲଟ ହେଇଯାଏ। କିନ୍ତୁ ଏ ଯୋଉ ଯାହାକୁ ଆପଣ ମାନେ ମୁଖ୍ୟମନ୍ତ୍ରୀ କଲେ, ଦଳ କଲା, ଗୋଟେ ଠିକ ଲୋକ।